ପଥରଲସାଠାରେ ଅନୁଷ୍ଠିତ ଐତିହାସିକ ବାଲିଯାତ୍ରାରେ ଯୋଗଦେଲେ ନବରଙ୍ଗପୁର ବିଧାୟକ। ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଥରଲସା ଗ୍ରାମର ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ବାଲିଯାତ୍ରା ହେଉଛି ଆଦିବାସୀ ଲୋକଙ୍କ ଜୀବନ ଶୈଳୀ ସହ ଜଡ଼ିତ ତଥା ପାରମ୍ପରିକ ଯାତ୍ରା। ଗ୍ରାମର ସୁଖ ସମୃଦ୍ଧି ତଥା ଚାଷ କାର୍ଯ୍ୟରେ ଉନ୍ନତି ପାଇଁ ଏହି ବାଲିଯାତ୍ରା ଅନୁଷ୍ଠିତ କରାଯାଇଥାଏ। ପ୍ରଥମେ ନିକଟସ୍ଥ ନଦୀଘାଟରୁ ନୂଆ ଚାଙ୍ଗୁଡ଼ିରେ ବାଲି ଆଣି ସେଠାରେ ବିରି, ମୁଗ, ମକା, ମାଣ୍ଡିଆ ଏମିତି ବିଭିନ୍ନ ଶସ୍ୟଜାତ ଦ୍ରବ୍ୟକୁ ପ୍ରଥମେ ଗଜା କରି ଶେଷରେ ବାଲିଯାତ୍ରା ଅନୁଷ୍ଠିତ କରାଯାଇଥାଏ। ଲାଠି କୁର୍ଚି ଧରି ଗ୍ରାମ ପରିକ୍ରମା କରିବା ସହ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ହୋଇଉଠିଥିଲା ସାରା ଅଞ୍ଚଳ। ଏଠାରେ ଶିରା ଗୁରୁମାଇମାନେ ଏବଂ ଗ୍ରାମର ବହୁ ଲୋକମାନେ ନାଚ ଗୀତର ତାଳେ ତାଳେ ସମସ୍ତେ ବାଲି ପସରାକୁ ନେଇଥିଲେ। ଏହି ବାଲିଯାତ୍ରା ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ଲାଗି ରହିଥିଲା। ସମସ୍ତେ ଏହି ବାଲିଯାତ୍ରାକୁ ମନଭରି ଉପଭୋଗ କରିଥିଲେ। ଏହି ବାଲିଯାତ୍ରାରେ ଆଜି ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀମତୀ କୌଶଲ୍ୟା ପ୍ରଧାନୀ, ଜିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର, ବ୍ଲକ ବିଜେଡି ସଭାପତି ଦୟାନିଧି ବିଷୋଇ, ବ୍ଲକ ଉପାଧ୍ୟକ୍ଷ ସଦନ ଗୌଡ଼, ସାଂସଦ ପ୍ରତିନିଧି ସୁନୀଲ ସାହୁ, ନନ୍ଦାହାଣ୍ଡି ବ୍ଲକ ବିଜେଡି ଯୁବ ସଭାପତି ପୁରନ୍ଦର ବତ୍ରା, ସ୍ଥାନୀୟ ସରପଞ୍ଚ ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ।